ଟିକେ କହିଲ ସକାଳ ହେଲେ କୋଉ ପକ୍ଷୀ ପ୍ରଥମେ ରାବେ? କିଏ ରାବେ? କୁକୁଡ଼ା, କାଉ, ଶୁଆ। ହେଲା, ଯେଉଁ ପକ୍ଷୀମାନେ ସବୁ ଗଛରେ ବସା ବାନ୍ଧି ରୁହନ୍ତି ସେମାନେ ଯେମିତି ସକାଳ ହେଇଯିବ ସୂର୍ଯ୍ୟଙ୍କ କିରଣ ତାଙ୍କ ଉପରେ ପଡ଼ୁ ପଡ଼ୁ ତାଙ୍କ ନିଦ ଆଗ ଭାଙ୍ଗିଯିବ। ତେଣୁ ସେମାନେ କ'ଣ କରିବେ? ଆମକୁ ବୋବେଇକି ନିଦରୁ ଉଠେଇ ଦିଅନ୍ତି। ବୁଝିପାରିଲ? କହିଲ କୋଉ ପକ୍ଷୀକି ଆମେ ଘରେ ରଖି ପାଳନ କରୁ? କୋଉ ପକ୍ଷୀ ଆମେ ଘରେ ରଖି ପାଳନ କରୁ? ମିଟୁ କିଏ? ଶୁଆ। ଆଉ କୋଉ ପକ୍ଷୀ? କାଉ ଆମେ ଘରେ ରଖୁ। କୁକୁଡ଼ା। କୋଉ ପକ୍ଷୀ? କୁକୁଡ଼ା। କୋଉ ପକ୍ଷୀର ଅଣ୍ଡାକୁ ଆମେ ଖାଉ? କୁକୁଡ଼ା। ଆଉ ଭେରି ଗୁଡ୍, ବତକ ଅଣ୍ଡା ବି ଆମେ ଖାଉ। କହିଲ ହଁ ପିଲା, କହିଲ ବତକ କେଉଁଠି ରୁହେ? ପାଣିରେ। କୋଉ ପକ୍ଷୀ ଅଧିକ ଉଚ୍ଚରେ ଉଡ଼ିପାରେ? କିଏ? କିଏ? ଚିଲ। ଚିଲ, ଶାଗୁଣା ଏମାନେ ବହୁତ ଉଚ୍ଚରେ ଉଡ଼ି ପାରନ୍ତି, କିନ୍ତୁ ତାଙ୍କ ଆଖିରେ ସ୍ଫଟିକ ଥାଏ। ତେଣୁ ସେ ବହୁତ ଉଚ୍ଚରେ ଉଡ଼ିଲେ ବି ତଳେ ଯେଉଁ ଖାଦ୍ୟ ଗୁଡ଼ାକ ତାଙ୍କର ଥାଏ ସେମାନେ ଦେଖିପାରନ୍ତି। ସେମାନଙ୍କ ସିଏ ଟିକେ ବିଷାକ୍ତ ପକ୍ଷୀ। ସେମାନଙ୍କ ପାଖକୁ ଗଲେ ସେମାନେ ଆମକୁ ଖୁମ୍ପି ଦେବାର ଭୟ ବି ଥାଏ। କିନ୍ତୁ ପକ୍ଷୀମାନେ ଆମର ବେଶୀ କ୍ଷତି କରନ୍ତି ନାହିଁ। ଶୁଣ ପିଲେ, ତମେ କୌଣସି ପକ୍ଷୀ ପଶୁମାନଙ୍କୁ ଟେକା, ପଥର ଏଗୁଡ଼ାକ କିଛି ପକେଇବନି। ବୁଝିପାରିଲ? ଦର୍ଶନ ପିଲେ ସମସ୍ତେ ବୁଝିପାରିଲ? କୌଣସି ପକ୍ଷୀମାନଙ୍କୁ କ'ଣ କରିବ? ଟେକା ଫେକା ପକେଇବନି। ବୁଝିହେଲା? ସେମିତି କହିଲ କୋଉ ପକ୍ଷୀ ପରିବେଶକୁ ସଫା ସୁତରା ରଖନ୍ତି? କିଏ? କାଉ। ଆଉ କିଏ? ଚିଲ। ଆଉ କିଏ? ଭେରି ଗୁଡ୍, ଶାଗୁଣା। ଶୁଣ, କାଉ, ଚିଲ, ଶାଗୁଣା ଏମାନେ କ'ଣ କରନ୍ତି କହିଲ? ଆମର ଯେଉଁ ପରିବେଶରେ ଯେଉଁ ମଲା ଜୀବଜନ୍ତୁ ପଡ଼ିକି ରହିଥାନ୍ତି ସେ ପକ୍ଷୀମାନେ କ'ଣ କରନ୍ତି? ସେଗୁଡ଼ାକ ଖାଇ ଆମ ପରିବେଶକୁ ସଫା ସୁତରା ରଖନ୍ତି। ଯାହାଫଳରେ କି ବେଶୀ ଆମକୁ ଆଉ ଦୁର୍ଗନ୍ଧ ହୁଏନି। କାରଣ ଚଢ଼େଇ, ପଶୁ ଏମାନେ ଯଦି ମରିକି ପଡ଼ିବେ ବେଶୀ ଦିନ ରହିଲେ ଗନ୍ଧ ହେବନି। ତେଣୁ ଏଇ ପକ୍ଷୀମାନେ କ'ଣ କରନ୍ତି? ଆମ ପରିବେଶକୁ ସଫା ସୁତରା ରଖନ୍ତି। କିଏ କିଏ? କାଉ। ଭେରି ଗୁଡ୍, କାଉ, ଚିଲ, ଆଉ କିଏ? ଶାଗୁଣା। ବୁଝିପାରିଲ? କହିଲ କୋଉ ପକ୍ଷୀ ମଣିଷ ଭଳି କଥା କହିପାରେ? ଶୁଆ। ତମେ ତାକୁ ସ୍ନେହରେ କ'ଣ ଡାକ? ମିଟୁ, ମିଟୁ। ପିଲେ ବୁଝିପାରିଲ? ଆଜି ପକ୍ଷୀମାନଙ୍କ ବିଷୟରେ କିଛିଟା ତଥ୍ୟ ଜାଣି ତମକୁ କେମିତି ଲାଗିଲା? ହଉ, ଆମେ ନେକ୍ସଟ କ୍ଲାସରେ ପଶୁମାନଙ୍କ ଉପରେ କିଛିଟା ଜାଣିବା। ବୁଝିପାରିଲ? ନେକ୍ସଟ କ୍ଲାସରେ ସମସ୍ତେ ପ୍ରେଜେଣ୍ଟ ଥିବ, କେହି ସ୍କୁଲ ବନ୍ଦ କରିବନି। ଆମେ ଆଉ ଗୋଟେ ଇଣ୍ଟରେଷ୍ଟିଂ ଗେମ୍ ଖେଳିବା ଆଉ ପଶୁମାନଙ୍କ ଉପରେ କିଛିଟା ଟିପ୍ସ ଜାଣିବା।